किसको पागल बना रहे हो? हाँ, पागल बना रहे हो? आप मेरे को पागल बना रहे हो क्या? नहीं, आप बना रहे हो पागल तो। ହେଲେ ଆପଣଙ୍କ ସାଙ୍ଗରେ ବି ହେଇପାରେ ଏମିତି ସ୍କାମ୍। ସେ ଯଦି କହିଲେ ପଇସା ଆଗତୁରା ପଠେଇ ଦେଉଛି ଆଉ ଆପଣ ତାଙ୍କୁ ଡ୍ରପ୍ କରିଦେବେ, ଭଲ ମନ୍ଦ କେବେ ବି ପଇସା ଆଗତୁରା ନିଅନ୍ତୁନି। ଜୟ ଜଗନ୍ନାଥ ସାଙ୍ଗମାନେ, କେମିତି ଅଛନ୍ତି ସମସ୍ତେ? ପ୍ରାୟ 20-22 ଦିନ ହେଲାଣି କିଛି ବି ଭିଡ଼ିଓ ଆସିନି, କାହିଁକିନା ମୁଁ ଯାଇଥିଲି ଗାଁକୁ ଯେ, ଆଉ ଗାଁର ବ୍ୟସ୍ତତା ଭିତରେ ଭିଡ଼ିଓ ବି କରିହେଲାନି, ଯେଉଁଟାକି ମୁଁ ଆଉ ଯେହେତୁ ମୋର ଏଇ ଲାଇନ୍ରେ କାମ, ମୁଁ କାମ ବି କରିନି, ଆଉ ଭିଡ଼ିଓ କେଉଁ ଟପିକ୍ରେ ଆଣିବି ଯେ, ସେ ଯାହା ବି ହଉ ଆଜି ତ ସକାଳୁ ସକାଳୁ ଲଗ୍ଇନ୍ କରିଦେଇଥିଲି। ଆଉ ବୁକିଂ ଜମାରୁ ନାହିଁ, 2ଟା ବୁକିଂ ମାତ୍ର କରିଛି। ଗୋଟେ ଘଟୁ ନେଇକି ଯାଇଥିଲି ଲିଙ୍ଗିପୁର, ଏବେ ଲିଙ୍ଗିପୁରରୁ ଗୋଟେ ଆଣିକି ଛାଡ଼ିଲି ଆପଣଙ୍କର ପଟିଆ ୟୁନିଭର୍ସିଟି ପାଖରେ। ଟୋଟାଲ୍ ଅର୍ଣ୍ଣିଂ କଥା ଯଦି କହିବା 540 ଟଙ୍କା, ଆଉ ଟାଇମ୍ ହେଲାଣି ଆପଣଙ୍କର 12:15। ତ ଏମିତିରେ ବହୁତ ସାଙ୍ଗମାନଙ୍କୁ ବି କଲ୍ କରିଛି, ସେ କାହାର ଗୋଟେ ବାଜିଛି ତ କାହାର ଗୋଟେ ବାଜିନି। ତ ଯାହା ବି ହଉ ବେପାର କରିବା କେମିତି କ'ଣ ହେଉଛି, ଆଜି ଭିଡ଼ିଓଟି ସମ୍ପୂର୍ଣ୍ଣ ଅଲଗା ଟପିକ୍ରେ। ମାନେ ଯେଉଁ ଭାଇମାନେ ବି ଚଲାଉଛନ୍ତି ଓଲା ଉବେର କ୍ୟାବ୍ରେ ଗାଡ଼ି, ମାନେ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ, ନହେଲେ ଆପଣଙ୍କ ସାଙ୍ଗରେ ବି ହେଇପାରେ ଏମିତି ସ୍କାମ୍। ମାନେ ଆଜିକାଲି କ'ଣ କହିବି, ମାନେ ଫ୍ରଡ଼୍ ଏଇଭଳିଆ ଫ୍ରଡ଼୍ ହେଉଛି। ମାନେ ବହୁତ ଭାଇମାନେ ଜାଣିଛନ୍ତି, ପୁଣି ବହୁତ ଭାଇମାନେ ଜାଣିନାହାନ୍ତି। ଯେଉଁମାନେ ଜାଣିନାହାନ୍ତି ଫସି ପାରନ୍ତି। ରିସେଣ୍ଟ ଫାଷ୍ଟ ମୁଁ ଗୋଟେ ରେକର୍ଡ଼ିଂଟା ଦେଉଛି, ମାନେ ସେ ଫ୍ରଡ଼୍ ବାଲାଙ୍କ ସାଙ୍ଗରେ କଥାବାର୍ତ୍ତା ହେଇଥିଲା ରେକର୍ଡ଼ିଂରେ। ଆମର ଡ୍ରାଇଭର ଭାଇ ଜଣେ, ସେ ଅଟୋ ସେ ଯାଇଥିଲା ଆପଣଙ୍କ ଜଟଣୀରେ, ରାତି 12ଟା ପାଖାପାଖି ହେବ। ରାତି 12ଟାରୁ ରିଟର୍ଣ୍ଣ କରୁଥିଲା, ରିଟର୍ଣ୍ଣ କଲାବେଳକୁ ଗୀତା କଲେଜରୁ ବାଜିଲା ତାର ବୁକିଂଟା। ସେ ଯାଇଥିଲା ଆପଣଙ୍କର ପିକଅପ୍ କରିବାକୁ, ପିକଅପ୍ କଲାବେଳକୁ ଯାଇକି ଏଇସବୁ ଝାମେଲାରେ ସେ ପଡ଼ିଲା। ଫାଷ୍ଟ ରେକର୍ଡ଼ିଂଟା ଶୁଣନ୍ତୁ, ତାପରେ ମୁଁ ଫୁଲ୍ ଡିଟେଲ୍ସ କହୁଛି କେମିତି କ'ଣ ହେଇଛି। मैसेज नहीं आया अभी? मैसेज तो अभी नहीं आया। किसको पागल बना रहे हो? हाँ, पागल बना रहे हो? आप मेरे को पागल बना रहे हो क्या? नहीं, आप बना रहे हो पागल तो। भैया, क्या? आप मुझे पागल बना रहे हो क्या? क्यों? कि मतलब ये नंबर रिकॉर्डिंग हो रहा है, ठीक है ना? अच्छा, ये कॉल रिकॉर्डिंग हो रहा है, ऐसा फ्रॉड बहुत होता है। हम लोग का स्मार्ट सिटी का बहुत चालू है, मालूम है ना? हाँ, क्या समझे आपको? क्या समझ रहे हो? आप क्या समझे? बैलेंस ऐसे ऐसे छोड़ देते, मैसेज आ जाते, लेकिन पैसे नहीं आते। अच्छा हाँ? अच्छा, क्या अच्छा? मेरे तो हिस्ट्री में नहीं आया है। बहुत चालू है आप ना, है? आप बहुत चालू है ना। हाँ, आदमी से इतना दूध का हार का घुमाता है। घुमा दिया ना तुमको? क्या घुमा दिया ना? घुमा दिया ना? हाँ, लेगा ना 3,000 रुपया? चलेगा। 3,000 रुपया लेगा ना? नहीं, अभी आपके तो मुंह में पानी आ गया ना 3500 का मैसेज देके। ତ ଭାଇ ଘଟଣା କିଛି ଏମିତି, ଭାଇ ଯେତେବେଳକୁ ଗଲା, ମାନେ ତାଙ୍କର ସେ ଯେହେତୁ NH ଉପରେ ଥିଲା, ଆପଣଙ୍କ ଜଟଣୀ ରିଟର୍ଣ୍ଣ କରୁଥିଲା, ଆପଣଙ୍କୁ ବାଜିଲା ଗୀତା କଲେଜ ପାଖକୁ ନେଇକି ଷ୍ଟେସନ ପାଖରେ। ଏ ଭାବିଲା ରିଟର୍ଣ୍ଣଟା ମିଳିଯାଇଛି, ଏ 4 କିଲୋମିଟର NH ଉପରେ ଥିଲା, ପୁଣି NH ଗଡ଼ିକି ବୁଲିକି ଗଲା ଗୀତା କଲେଜ ପାଖରେ। ଯାଇକି ପହଞ୍ଚିବା ମାତ୍ରେ ସେ କହିଲା, ଭାଇ ଆଉ ମୁଁ ବୁକିଂଟା କରିଛି, ମୋ ସାଙ୍ଗଟା ଆସିବ, ଆଉ ଆପଣଙ୍କ ନମ୍ବର ଦିଅନ୍ତୁ, ମୋ ସାଙ୍ଗକୁ ମୁଁ ଫୋନ୍ କରିଦେଉଛି, ଆଉ ସେ ଆପଣଙ୍କୁ ଏଇ ନମ୍ବରରେ କଲ୍ କରିବ। ଇଏ ତାର ପର୍ସନାଲ୍ ନମ୍ବର ଦେଇଦେଲା। ଏଥର ସେ ଫ୍ରଡ଼୍ ସିଏ ତାର କ'ଣ କଲା, ପୁଣି ୟାକୁ କଲ୍ କଲା ସେ ପର୍ସନାଲ୍ ନମ୍ବରରେ କଲ୍ କରି କହିଲେ, ଆଉ ଭାଇ ତା ପାଖରେ ପଇସା ନାହିଁ, ଆଉ ମୁଁ ପେମେଣ୍ଟଟା ଆପଣଙ୍କୁ ପଠାଇ ଦେଉଛି, ଆଉ ଆପଣ ତାକୁ ନେଇକି ଛାଡ଼ିଦେବେ, ଆଉ କ'ଣ। ଏ କହିଲା ହଉ ଠିକ୍ ଅଛି। ସିଏ ସେତେବେଳକୁ ମାନେ ପେମେଣ୍ଟ ନ ପଠାଇ ଗୋଟେ ମେସେଜରେ ପଠାଇଲା, ଯେ ମେସେଜଟା ମୁଁ ଦେଖାଉଛି ତଳେ, ଦେଖିପାରୁଛନ୍ତି ଯେଉଁ ମେସେଜ 3,500 କ୍ରେଡ଼ିଟ୍ ହେଇଛି ବୋଲିକି ତାର ନମ୍ବରରେ ଯେଉଁ ମେସେଜଟା ଆସିଲା। ଇଏ ବି ଭଲ ମନେ ଇଏ ଜାଣିପାରିଲାନି କ'ଣ ହେଇଛି କ'ଣ। ସେ କହିଲା ହଁ 3,500 ଆସିଛି। କହିଲେ ଭାଇ ଭୁଲରେ 500 ଟଙ୍କା ପଠାଇବାକୁ ଯାଇଥିଲି, ମୁଁ 3,500 ପଳେଇଛି, ଆପଣ ଗୋଟେ କାମ କରନ୍ତୁ, ଟଙ୍କା 3,000 ମୋତେ ଏଇ ନମ୍ବର ଫୋନ୍ ପେ ଅଛି, ଏଇ ନମ୍ବରରେ ପେମେଣ୍ଟ କରିଦିଅନ୍ତୁ, ଆଉ ଟଙ୍କା 500 ଆପଣ ନେଇଯିବେ, ଆଉ କ'ଣ।
ସେ ତାର ଏମିତି ରାତି ଅଧିକା ହେଇଥିଲା, ସେ ଏକ୍ସଟ୍ରା ବି 100 ଟଙ୍କା ମାଗିଥିଲା ଷ୍ଟେସନ୍ ଆସିବା ପାଇଁ, ସେ ବି ରାଜି ହେଇଗଲା। ଯେଉଁମାନେ ଫ୍ରଡ଼୍ করে ସେ ଦେଖିଲା ସେ ଟଙ୍କା 100 ଟଙ୍କା ଏକ୍ସଟ୍ରା ସେ ଆସୁ ଫାଷ୍ଟ ଏଠି ଆହୁରି ଟଙ୍କା 3000 ତାଠୁ ହଡ଼ପ କରିବା। ସେ ଯାହା ବି ହଉ ଇଏ ଯେତେବେଳେ ଆକାଉଣ୍ଟ ଚେକ୍ କରୁଛି ଆକାଉଣ୍ଟରେ ମାନେ ନସିବ ଭଲ ଏ ଆକାଉଣ୍ଟରେ ଇଏ ବାଲାନ୍ସ ଚେକ୍ କଲା ବାଲାନ୍ସ ଆସିଛି କି ନା, ଯଦି ଏମିତି ପଠେଇ ଦେଇଥାନ୍ତା ଜଲ୍ଦିରେ ତାହେଲେ ତ ହେଇଥାନ୍ତା। ତାପରେ ଇଏ ଆକାଉଣ୍ଟ ଚେକ୍ କଲା ବେଳକୁ ଏ ଆକାଉଣ୍ଟରେ ଆଉ ବାଲାନ୍ସ ନାହିଁ। ତାପରେ ଯାଇକି ଏ କଷ୍ଟମରକୁ ସେ ଯେଉଁ କଷ୍ଟମର ଥିଲା ତାକୁ କଲ୍ କଲା, କଲ୍ କରିକି ଏଇସବୁ ଡିଟେଲ୍ସ ଆପଣ ତ ଶୁଣିଲେ। ମାନେ ଆଜିକାଲି ଏଇଭଳିଆ ଭାବରେ ଫ୍ରଡ଼୍ ହେଉଛି। ଆପଣଙ୍କ ବୁକିଂ ଆସିବ, ବୁକିଂ ବହୁତ ଟାଇମ୍ ଏମିତି ହେଉଛି ଆପୋଲୋ ହସ୍ପିଟାଲ କିମ୍ବା ସୋମ ହସ୍ପିଟାଲ ଏଇସବୁ ହସ୍ପିଟାଲ ପାଖରୁ ବୁକିଂ ଆସିବ, ଆପଣ ବୁକିଂ କରିବାକୁ ଯିବେ ଆଉ କହିବେ ସାର୍ ଆଉ ବୁକିଂଟା କରିଥିଲେ ଆମର କେଉଁଠି ଯିବାର ନାହିଁ, ଆମର ହସ୍ପିଟାଲରେ ପଡ଼ିଛନ୍ତି ଆମର ପେସେଣ୍ଟ, ତାଙ୍କ ପାଖରେ ପଇସା ନାହିଁ ଆଉ ଖାଇବା ପିଇବା ପାଇଁ, ତ ମୁଁ ତାଙ୍କ ପାଖରେ ପଇସା ପଠାଇବି କେମିତି, ତାଙ୍କର ATM ବି ନାହିଁ କି ଫୋନ୍ପେ ତାଙ୍କ ପାଖରେ ନାହିଁ। ସେଇଥିପାଇଁ ମୁଁ ଗୋଟେ ମାଇଣ୍ଡରେ ଏଇ ଗୋଟେ କାମ କଲା, ଗୋଟେ ଗାଡ଼ି ବୁକିଂଟା କରିଦେବି, ତାପରେ ତାଙ୍କ ଆକାଉଣ୍ଟ ପଇସା ପଠାଇଦେବି, ସିଏ ଦେଇଦେବେ ଆଉ କ'ଣ। ତ ଆପଣ ଗୋଟେ କାମ କରନ୍ତୁ, ଆଉ ବେଟର ଅପସନ୍ ହେବ ଆପଣ ଟଙ୍କା 200 400 କି ଟଙ୍କା 500 ରଖିଦିଅନ୍ତୁ, ଆଉ ଟଙ୍କା ସେ ଯଦି 4,500 ପଠେଇଲେ ଆପଣ କହିବେ ଟଙ୍କା 500 ରଖିଦିଅନ୍ତୁ, 4,000 ଗୋଟେ ଟିକେ ଦେଇଦେବେ। ଆଉ ନହେଲେ ଟିକେ ପରେ ସେ କହିବେ ଜଣେ ଆସୁଛନ୍ତି ଆପଣ ସେ ଦେଇଦେବେ, ତାପରେ ସେ ଫୋନ୍ କରିବେ 10-15 ମିନିଟ୍ ପରେ, ସେ କହିବେ ସେ ଯିଏ ଅଛନ୍ତି ସେ ବ୍ୟସ୍ତରେ ଅଛନ୍ତି, ଆପଣ ଗୋଟେ କାମ କରନ୍ତୁ ଡାଇରେକ୍ଟଲି ମୋତେ ଦେଇଦିଅନ୍ତୁ, ମୁଁ ହସ୍ପିଟାଲରେ ବିଲ୍ କରିଦେଇଛି ଡାଇରେକ୍ଟଲି। ସେ ଏମିତି କହିକି ଫୋନ୍ପେ ଥ୍ରୁରେ ପଇସା ନେଇନେବ, ଆପଣ ଦେଖିବେନି ଆପଣଙ୍କ ଆକାଉଣ୍ଟ ଆଗରୁ କେତେ ଥିଲା କି ଆକାଉଣ୍ଟରେ ପଇସା କ୍ରେଡ଼ିଟ୍ ହେଇଛି କି ନାହିଁ, ସେ ଏମିତି କରିକି ଫ୍ରଡ଼୍ କରିକି ନେଇଯିବେ। ଖାଲି ହସ୍ପିଟାଲ କାମରେ ନୁହଁ, ଯିଏ ଯେମିତି କହିଲେ ମୋ ସାଙ୍ଗଟା ଆସୁଛି, ହେଲେ ତା ସାଙ୍ଗ ଆସିବା ନଥିଲା, ସେ ଯାଇକି ପହଞ୍ଚିଥାନ୍ତା, ଏ ତ ପେମେଣ୍ଟଟା କରିଦେଲା ମାନେ ଇଏ ଯଦି ସେଇ ଚେକ୍ କରିକି ବାଲାନ୍ସ ଚେକ୍ ନ କରିକି ଟଙ୍କା 3,000 ପେମେଣ୍ଟ କରିଦେଇଥାନ୍ତା ସେ ପଇସା ସେଠୁ ଯାଇଥାନ୍ତା। କଥା ସଦାବେଳେ ମାଇଣ୍ଡରେ ରଖନ୍ତୁ, କେହି ବି ବୁକିଂ କଲେ କୌଣସି ବୁକିଂ କଲେ ଯଦି କହିଲେ ଭାଇ ଆଉ ମୁଁ ଯିବିନି ଅଲଗା ମୋ ଭାଇ ଯିବ କି ବନ୍ଧୁ ଯିବ, ଇଏ ଆପଣ ପର୍ସନାଲ୍ ନମ୍ବରଟା ଟିକେ ଦିଅନ୍ତୁ, ମୁଁ ତାଙ୍କୁ ଦେଇଦେଉଛି, କଲ୍ କରିବେ। ସେ ଯଦି ବୁକିଂ ପାଇଁ ନମ୍ବର ଦେଉଛନ୍ତି ଠିକ୍ ଅଛି, ସେ ଯଦି କହିଲେ ପଇସା ଆଗତୁରା ପଠାଇ ଦେଉଛି ଆଉ ଆପଣ ତାଙ୍କୁ ଡ୍ରପ୍ କରିଦେବେ ଭଲ ମନ୍ଦ, କେବେ ବି ପଇସା ଆଗତୁରା ନିଅନ୍ତୁନି। ଇଏ ଫ୍ରଡ଼୍ ପାଇଁ ନୁହଁ, ନର୍ମାଲି ବି କେତେବେଳେ ପଇସା ବଢ଼ିବ କହିବ ତାର କିଛି ଗ୍ୟାରେଣ୍ଟି ନାହିଁ। ଆପଣ ଆଗରୁ 200 ନେଇନେବେ, ସେତେବେଳେ ଯାଇକି ପହଞ୍ଚିଲା ବେଳକୁ 250 ଆସିବ, ସେତେବେଳେ ସେ 50 ଦେବେନି। ତ ଆଗତୁରା ତ ପେମେଣ୍ଟ ନେବାର ନାହିଁ। ବାକି ଏମିତିରେ ଯିଏ ବି ପଇସା ପଠାଉଛି ଡାଇରେକ୍ଟ ମନା କରନ୍ତୁ, ନାଇଁ ମୋର ATM ନାହିଁ, ମୁଁ ପଇସା ଉଠେଇକି ଦେଇପାରିବିନି କି ମୋ ଫୋନ୍ପେ କାମ କରୁନି, ଆଉ ମୋର ଅଲଗା ସ୍କାନର ଅଛି, ଆପଣ ସ୍କାନରରେ ପଇସା ପଠାନ୍ତୁ, ଆଡ଼ଭାନ୍ସରେ କେବେ ପଇସା ନିଅନ୍ତୁନି, ନହେଲେ ଏମିତି ଫ୍ରଡ଼୍ କରୁଛି। ଆଉ ଗୋଟେ ଜିନିଷ ଜାଣିକି ରଖନ୍ତୁ, ଯିଏ ବି କହିଲା ଯେ ଭାଇ ମୁଁ 500 ପଠାଇ ଜାଗାରେ 1000 ପଠାଇ ଦେଇଛି, 2000 ପଠାଇଛି, କେବେ ବି ସେଟା ରିଟର୍ନ କରିବା ପାଇଁ ମାଇଣ୍ଡରେ ରଖନ୍ତୁ ନା, ଆପଣ ଆଗେ ଚେକ୍ କରନ୍ତୁ ଆପଣଙ୍କ ଆକ୍ୟୁରେଟ୍ ପଇସା ଆସିଛି କି ନାହିଁ। ଯଦି ପଇସା ଇଏ ନୁହଁ ଯେ ସମସ୍ତେ ଫ୍ରଡ଼୍, ବହୁତ ଜଣ ଏମିତି ଥାଆନ୍ତି ଯେ ଆପଣ କଷ୍ଟମରକୁ ନେଇକି ଯାଉଛନ୍ତି, ତାଙ୍କ ଘରେ କ୍ୟାସ୍ ନାହିଁ, ସେ କହିବେ ଭାଇ ମୁଁ ଆପଣଙ୍କୁ ଟଙ୍କା 500 ପଠାଇ ଦେଉଛି, ଯଦି କ୍ୟାସ୍ ଥିବ ଆପଣ ତାଙ୍କୁ ଦେଇଦେବେ ଟିକେ, ଯଦି ସେଟା ସମ୍ଭବ ଆପଣଙ୍କୁ ଯଦି ମନେ ଲାଗିଲା ନାହିଁ ଦେବାର ଅଛି ତ ଆପଣ ଦିଅନ୍ତୁ। ହେଲେ କଷ୍ଟମର ଏମିତି ଅଛନ୍ତି ସେ କହିବେ ଭାଇ ଆଉ ଆପଣଙ୍କର ଯେଉଁ କଷ୍ଟମର ଅଛନ୍ତି ଆପଣଙ୍କ ଗାଡ଼ିରେ ତାଙ୍କୁ ଟିକେ କ୍ୟାସ୍ ଯଦି ହେବ ଆପଣଙ୍କ ପାଖରେ ଟଙ୍କା 500 ଦେଇଦେବେ, ମୁଁ ଏପଟୁ ଫୋନ୍ପେ ପଠାଇ ଦେଉଛି। ତ ସେମିତି ଯଦି ପଠାଇଲା, ଯଦି ଆପଣଙ୍କ ପାଖରେ କ୍ୟାସ୍ ଅଛି, ଆପଣ ଯଦି ଚାହୁଁଛନ୍ତି ଦେବାକୁ ସେ ଦେଇପାରିବେ, ହେଲେ ବହୁତ ସତର୍କ ସାରେ ଦେଖନ୍ତୁ ଫାଷ୍ଟ ପଇସା ଆକାଉଣ୍ଟରେ ବାଲାନ୍ସ ଆସିଛି କି ନାହିଁ, ଆଗ ଟ୍ରାଞ୍ଜାକ୍ସନ୍ ଚେକ୍ କରନ୍ତୁ ତାପରେ ଦିଅନ୍ତୁ, ନହେଲେ ଏମିତି ହଇରାଣ ହେବେ। ଆକାଉଣ୍ଟକୁ ପଇସା ଆସିବନି, ଫଲ୍ସ ମେସେଜ୍ ଆପଣଙ୍କୁ ପଠାଇଦେବେ, କାହିଁକି ନା ଯେହେତୁ ଆପଣଙ୍କ ସେ ପର୍ସନାଲ୍ ନମ୍ବର ପାଇଗଲା, ଆପଣଙ୍କ ପର୍ସନାଲ୍ ନମ୍ବର ଯଦି ସେ ନ ପାଇବ ସେ ଆପଣଙ୍କୁ ମେସେଜ୍ ପଠାଇ ପାରିବ ନାହିଁ। ପର୍ସନାଲ୍ ନମ୍ବର ପାଇଗଲା, ପର୍ସନାଲ୍ ନମ୍ବରରେ ସେ ଆପଣ ମେସେଜ୍ ପଠାଇଦେବେ, ଆପଣ ତ ଏପଟେ ଦେଖିବେନି, ପଇସା ପଠାଇଦେବେ, ଦେଖିଲା ବେଳକୁ ଦିନ କାମ କରିବ, ଉଲ୍ଟା ହାତରୁ ପଇସା ଗଣିକି ଆସିବ। ତ ସାଙ୍ଗମାନେ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଏ ରିସେଣ୍ଟଲି 2-3 ଦିନ ପୂର୍ବରୁ ଘଟିଛି ସାଙ୍ଗେ ସାଙ୍ଗରେ ଏମିତିଆ ଘଟଣା, ମୁଁ ଭାବିଲି ଆପଣଙ୍କୁ ନିହାତି ଜଣେଇବି। ଏଇ ଟପିକ୍ ମୁଁ ଆଗକୁ ମଧ୍ୟ ଗୋଟେ ଭିଡ଼ିଓଟି ବନେଇଥିଲି, ସେଟା ମାନେ ରେକର୍ଡ଼ ଭଳି କିଛି ନଥିଲା, ଆଉ ଯେହେତୁ ମୋ ସାଙ୍ଗ ଜାଣିଥିଲା ଆଗରୁ ମୁଁ ତାକୁ କହିଦେଇଥିଲି ଏମିତି ଏମିତି ହେଉଛି ବୋଲିକି, ତ ସିଏ ଆପଣ ମାନେ ରେକର୍ଡ଼ିଂ ବି ଫୁଲ୍ କରିକି ରଖିଥିଲେ। ମୋତେ ଲାଗିଲା ଭିଡ଼ିଓଟି କରିକି ଆପଣଙ୍କୁ ଜଣେଇବା ପାଇଁ, ଯେମିତି ହଇରାଣ ନ ହୁଅନ୍ତି, ଫ୍ରଡ଼୍ର ଶିକାର ନ ହୁଅନ୍ତି। ତ ଭାଇମାନେ ଯିଏ ବି ନୂଆ କରିକି ଦେଖୁଛନ୍ତି ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଲାଇକ୍ ସେୟାର କମେଣ୍ଟ କରିବାକୁ ଜମାରୁ ଭୁଲିବେନି। ତ ଭିଡ଼ିଓଟି ଆଜି ପାଇଁ ଏତିକି, ରହିଲି, ନମସ୍କାର, ଜୟ ଜଗନ୍ନାଥ।